ଆଜି ଆମେ ଏକାଠି ଓଡ଼ିଶାର ଏମିତି ଏକ ଜିଲ୍ଲା ବିଷୟରେ ଜାଣିବା ଯେଉଁଠି ଗୋଟିଏ ପଟେ ଅଛି ପ୍ରାଚୀନ କାଳର ହୀରାର ଚମକ ଆଉ ଅନ୍ୟପଟେ ଆଧୁନିକ ଯୁଗର ବିଶାଳ ଶିଳ୍ପ। ତେବେ ଚାଲନ୍ତୁ ବୁଝିବା ସମ୍ବଲପୁର ଏହି ଅଦ୍ଭୁତ କାହାଣୀକୁ ଯେଉଁଠି ଇତିହାସ ଶକ୍ତି ଆଉ ସଂସ୍କୃତିର ଏକ ଅନନ୍ୟ ସଙ୍ଗମ ଦେଖିବାକୁ ମିଳେ। ସମ୍ବଲପୁରର କାହାଣୀ ଏହା ଏକ ଆଶ୍ଚର୍ଯ୍ୟଜନକ ବିରୋଧାଭାସରୁ ହିଁ ଆରମ୍ଭ ହୁଏ। ଟିକେ କଳ୍ପନା କରନ୍ତୁ ତ, ଗୋଟିଏ ପଟେ ଏହା ସେହି ପ୍ରାଚୀନ ମାଟି ଯେଉଁଠୁ ହଜାର ହଜାର ବର୍ଷ ତଳେ ରୋମ୍ ପର୍ଯ୍ୟନ୍ତ ହୀରା ଯାଉଥିଲା, ଆଉ ଆଜି ସେହି ମାଟିରେ ହିଁ ମୁଣ୍ଡ ଟେକିଛି ଭାରତର ବଡ଼ ବଡ଼ ଆଲୁମିନିୟମ କାରଖାନା। ଏହା ଏକ ଆଧୁନିକ ଶିଳ୍ପର ଶକ୍ତିକେନ୍ଦ୍ର। ତେବେ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ, ଏହା କେମିତି ସମ୍ଭବ? ଗୋଟିଏ ଜାଗା ନିଜ ଭିତରେ ଏତେ ପ୍ରାଚୀନ ବୈଭବ ଆଉ ଏତେ ଆଧୁନିକ ଶକ୍ତିକୁ ଏକାଠି ସାଇତି ରଖିପାରିଛି କେମିତି? ଏହି ରହସ୍ୟର ଉତ୍ତର ହିଁ ଆମେ ଆଜି ଏକାଠି ଖୋଜିବା। ତେବେ ସମ୍ବଲପୁରର ଏହି ଶକ୍ତି ଆଉ ବିରୋଧାଭାସର କାହାଣୀକୁ ବୁଝିବାକୁ ହେଲେ ଆମକୁ ପ୍ରଥମେ ତାର ମାଟିକୁ ବୁଝିବାକୁ ପଡ଼ିବ। କାରଣ ଏହା ଖାଲି ଏକ ଜିଲ୍ଲା ନୁହେଁ, ଏହା ହେଉଛି ପଶ୍ଚିମ ଓଡ଼ିଶାର ପ୍ରବେଶ ଦ୍ୱାର, ତାର ହୃଦୟ ସ୍ପନ୍ଦନ। ଆଉ ଏହାର ଶକ୍ତିର ମୂଳ ଉତ୍ସ ହେଉଛି ଏହାର ଭୂଗୋଳ। ଜୀବନରେଖା ଭଳି ବହିଯାଉଛି ମହାନଦୀ, ଆଉ ଜିଲ୍ଲାର ଅଧାରୁ ଅଧିକ ଅଞ୍ଚଳ, ପ୍ରାୟ 60%, ଘଞ୍ଚ ଜଙ୍ଗଲରେ ଭରା, ପ୍ରକୃତିର ସମ୍ପଦରେ ପୂର୍ଣ୍ଣ। ଏହି ମାଟିର ବର୍ତ୍ତମାନକୁ ଭଲ ଭାବରେ ବୁଝିବା ପାଇଁ ଚାଲନ୍ତୁ ଟିକେ ଇତିହାସର ପୃଷ୍ଠା ଓଲଟାଇବା। ଏକ ଏମିତି ଇତିହାସ ଯେଉଁଠି ହୀରାର ଚମକ ଥିଲା, ରାଜବଂଶର ଗୌରବ ଥିଲା, ଆଉ ତା ସହିତ ଥିଲା ସ୍ୱାଧୀନତା ପାଇଁ ଏକ ଅଦମ୍ୟ ସଂଗ୍ରାମ। କେତେ ଆଶ୍ଚର୍ଯ୍ୟର କଥା, ନୁହେଁ? ଆଜିକୁ ପ୍ରାୟ 2000 ବର୍ଷ ତଳେ ଗ୍ରୀକ୍ ଭୂଗୋଳବିଦ୍ ଟଲେମି ବି ଏହି ଜାଗାକୁ ଚିହ୍ନିଥିଲେ ସମ୍ବଲକା ନାଁରେ। ଆଉ କାହିଁକି? କାରଣ ସେତେବେଳେ ମଧ୍ୟ ଏହି ମାଟି ନିଜର ଚମକୁଥିବା ହୀରା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଥିଲା। ଶତାବ୍ଦୀ ଶତାବ୍ଦୀ ଧରି ଏଠାରେ ଶକ୍ତିର ଖେଳ ଚାଲିଥିଲା। ପ୍ରଥମେ ଶକ୍ତିଶାଳୀ ଚୌହାନ ରାଜବଂଶର ଦୀର୍ଘ ଶାସନ, ତାପରେ ଆସିଲେ ମରାଠା, ଆଉ ଶେଷରେ ପାଦ ଦେଲେ ବ୍ରିଟିଶ। ଆଉ ବ୍ରିଟିଶମାନଙ୍କର ଆଗମନ ହିଁ ଏଠାରେ ଏକ ବଡ଼ ସଂଘର୍ଷର ମୂଳଦୁଆ ପକାଇଥିଲା। ଏଇଠୁ ହିଁ ଆରମ୍ଭ ହେଲା ପ୍ରତିରୋଧର ନିଆଁ। ବ୍ରିଟିଶମାନଙ୍କର ନୀତି ସ୍ଥାନୀୟ ଜମିଦାର ଆଉ ଆଦିବାସୀଙ୍କୁ ବହୁତ କ୍ଷୁବ୍ଧ କଲା, ଆଉ ସେହି ଅସନ୍ତୋଷର ନିଆଁକୁ ବିଦ୍ରୋହର ମଶାଲରେ ବଦଳି ଦେଲେ ଜଣେ ବ୍ୟକ୍ତି, ବୀର ସୁରେନ୍ଦ୍ର ସାଏ। 40 ବର୍ଷ, ଭାବନ୍ତୁ ତ, ଏହା କୌଣସି ସାଧାରଣ ବିଦ୍ରୋହ ନଥିଲା। ଏହା ଥିଲା ଦୀର୍ଘ 4 ଦଶନ୍ଧି ଧରି ଚାଲିଥିବା ଏକ ଅଦମ୍ୟ ସଂଗ୍ରାମ, ଯାହା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ରଖେ। ଇତିହାସର ସେହି ସଂଘର୍ଷ ପରେ ସ୍ୱାଧୀନ ଭାରତରେ ସମ୍ବଲପୁରର ଭାଗ୍ୟ ପୁଣି ଥରେ ବଦଳିବାକୁ ଯାଉଥିଲା। କିନ୍ତୁ ଏଥର କୌଣସି ରାଜା କି ଶାସକଙ୍କ ଦ୍ୱାରା ନୁହେଁ, ବରଂ ଏକ ବିଶାଳ ନିର୍ମାଣ ଦ୍ୱାରା, ଯାହା ଏ ଅଞ୍ଚଳର ପରିଚୟକୁ ସବୁଦିନ ପାଇଁ ବଦଳେଇ ଦେଲା। ଆଉ ତାହା ଥିଲା ହୀରାକୁଦ ଡ୍ୟାମ୍। ଏହାର ବିଶାଳତାକୁ କଳ୍ପନା କରିବା ବି କଷ୍ଟ। ଏହାର ଲମ୍ବ ପ୍ରାୟ 26 କିଲୋମିଟର। ଜାଣନ୍ତି, ଏହା କେବଳ ଭାରତର ନୁହେଁ, ବରଂ ସମଗ୍ର ବିଶ୍ୱର ସବୁଠାରୁ ଲମ୍ବା ମାଟିବନ୍ଧ। ଆଉ ଏହି ଡ୍ୟାମ୍ ଯେଉଁ ବିଶାଳ ଜଳଭଣ୍ଡାର ତିଆରି କଲା, ତାହା ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ କୃତ୍ରିମ ହ୍ରଦ। ପ୍ରକୃତରେ ଏକ ଇଞ୍ଜିନିୟରିଂ ଚମତ୍କାର। କିନ୍ତୁ ଏହି ଡ୍ୟାମ୍ର ଉଦ୍ଦେଶ୍ୟ ଖାଲି ଏହାର ଆକାର ଭିତରେ ସୀମିତ ନଥିଲା। ଏହାର 3ଟି ମୁଖ୍ୟ ଲକ୍ଷ୍ୟ ଥିଲା: ମହାନଦୀ ଅଞ୍ଚଳକୁ ବନ୍ୟାରୁ ବଞ୍ଚାଇବା, ଲକ୍ଷ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା, ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଶିଳ୍ପ ପାଇଁ ବିଦ୍ୟୁତ୍ ଉତ୍ପାଦନ କରିବା। ଏହି ବିଦ୍ୟୁତ୍ ହିଁ ସମ୍ବଲପୁରର ଶିଳ୍ପ ବିପ୍ଳବର ମୂଳଦୁଆ ପକାଇଥିଲା। ତେବେ ହୀରାକୁଦରୁ ମିଳିଥିବା ସେହି ଶକ୍ତି ଉପରେ କେମିତି ଗଢ଼ି ଉଠିଲା ସମ୍ବଲପୁରର ଆଧୁନିକ ଅର୍ଥନୀତି? ବଡ଼ ମଜାଦାର କଥା ହେଉଛି, ଏଠି 2ଟି ସମାନ୍ତରାଳ ଦୁନିଆ ଏକାଠି ଚାଲେ। ଗୋଟିଏ ପଟେ ଭାରୀ ଶିଳ୍ପ, ଆଉ ଅନ୍ୟପଟେ ପାରମ୍ପରିକ ଜୀବିକା। ଆଉ ଏହି ଅର୍ଥନୀତିର ମୂଳରେ ଅଛନ୍ତି ଏଠାକାର ଲୋକ। ଜନସଂଖ୍ୟାର ବହୁତ ବଡ଼ ଭାଗ ହେଉଛନ୍ତି ଆଦିବାସୀ ଓ ଅନୁସୂଚିତ ଜାତିର ସମ୍ପ୍ରଦାୟ। ଏମାନେ ଖାଲି ଏକ ସଂଖ୍ୟା ନୁହନ୍ତି, ବରଂ ଏହି ଅଞ୍ଚଳର କାର୍ଯ୍ୟଶକ୍ତିର ମେରୁଦଣ୍ଡ ଆଉ ସଂସ୍କୃତିର ପ୍ରାଣକେନ୍ଦ୍ର। ସମ୍ବଲପୁରର ଅର୍ଥନୀତିର 2ଟି ଚିତ୍ର ଏକଦମ ସ୍ପଷ୍ଟ। ଗୋଟିଏ ପଟେ ଅଛନ୍ତି ହିଣ୍ଡାଲ୍କୋ ଓ ବେଦାନ୍ତ ପରି ଶିଳ୍ପଦାନବ, ଆଉ ଅନ୍ୟପଟେ ରହିଛି ସେହି ପାରମ୍ପରିକ ହସ୍ତତନ୍ତ୍ର ଆଉ ଜଙ୍ଗଲ ଉପରେ ନିର୍ଭରଶୀଳ ଜୀବିକା, ଯାହା ଆଜି ବି ଏହାର ମୂଳ ପରିଚୟ। ଆଉ ଏହି ପରମ୍ପରାର ସବୁଠାରୁ ପ୍ରସିଦ୍ଧ ଉଦାହରଣ ହେଉଛି ସମ୍ବଲପୁରୀ ଏକତ ବା ବାନ୍ଧକଳା। ଏହାର ବିଶେଷତ୍ୱ ହେଉଛି ଏଥିରେ ସୂତାକୁ ବୁଣିବା ଆଗରୁ ହିଁ ବାନ୍ଧି ରଙ୍ଗ କରି ଡିଜାଇନ ତିଆରି କରାଯାଏ। ଏହି କଳା ଏତେ ସୁନ୍ଦର ଯେ ଏହା ସାରା ବିଶ୍ୱରେ ପ୍ରସିଦ୍ଧ। ଶିଳ୍ପ ଆଉ ହସ୍ତତନ୍ତ୍ର ସହିତ
ଜଙ୍ଗଲ ବି ଏଠି ଏକ ବଡ଼ ଅର୍ଥନୈତିକ ସମ୍ବଳ। ଏଠାରେ ମିଳୁଥିବା କେନ୍ଦୁପତ୍ରକୁ ତ ଓଡ଼ିଶାର ସବୁସୁନା ବୋଲି କୁହାଯାଏ, କାରଣ ଏହା ହଜାର ହଜାର ଆଦିବାସୀ ପରିବାରର ଜୀବିକା ଚଳାଇଥାଏ। ତେବେ ଶିଳ୍ପ ଓ ଅର୍ଥନୀତି କଥା ତ ଜାଣିଲେ। ଚାଲନ୍ତୁ ଏବେ ସମ୍ବଲପୁରର ଆତ୍ମାକୁ ଟିକେ ଛୁଇଁବା, ସେହି ଜୀବନ୍ତ ସଂସ୍କୃତିକୁ ଯାହା ତାଳ ଆଉ ଲୟରେ ଏଠାକାର ଲୋକଙ୍କ ଜୀବନକୁ ରଙ୍ଗରେ ଭରିଦିଏ। ସମ୍ବଲପୁରର ପରିଚୟ ହେଉଛି ତାର ମଧୁର ଭାଷା ସମ୍ବଲପୁରୀ, ଆଉ ରଙ୍ଗବତୀ ଗୀତ କଥା କିଏ ବା ନ ଜାଣେ। ଏହି ଗୋଟିଏ ଗୀତ ସମ୍ବଲପୁରୀ ସଂସ୍କୃତିକୁ ସାରା ଦୁନିଆରେ ପହଞ୍ଚାଇ ଦେଇଛି। ଏଠାକାର ସଂସ୍କୃତି ତାର ପର୍ବପର୍ବାଣୀ ଆଉ ନୃତ୍ୟରେ ଜୀବନ୍ତ ହୋଇଉଠେ। ଡାଲଖାଇର ଉନ୍ମାଦନା ହେଉ, ନୂଆଖାଇର ସାମୂହିକ ଭାବନା ହେଉ କିମ୍ବା ଶୀତଳ ଷଷ୍ଠୀର ବିଶାଳ ଯାତ୍ରା, ପ୍ରତ୍ୟେକ ପର୍ବ ଏଠାକାର ସାମାଜିକ ଏକତା ଆଉ ଆନନ୍ଦକୁ ଦର୍ଶାଇଥାଏ। ତେବେ ଶେଷରେ ସମ୍ବଲପୁର ରାଜି କେଉଁଠି ଠିଆ ହୋଇଛି? ବୋଧହୁଏ ଏହାର ସ୍ଥିତିକୁ ଏମିତି କୁହାଯାଇପାରେ, ପ୍ରକୃତ ଆହ୍ୱାନ ହେଉଛି ଗୋଟିଏ ପଟେ ଦ୍ରୁତ ଶିଳ୍ପ ବିକାଶ ଆଉ ଅନ୍ୟପଟେ ପରିବେଶ ଓ ପାରମ୍ପରିକ ଜୀବିକା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା। ତେଣୁ ଆମେ ଏହି କାହାଣୀକୁ ଏକ ବଡ଼ ପ୍ରଶ୍ନ ସହିତ ଶେଷ କରୁଛୁ। କ'ଣ ସମ୍ବଲପୁର ଶିଳ୍ପ ଆଉ ପରମ୍ପରା ଭିତରେ ଏକ ସୁନ୍ଦର ସନ୍ତୁଳନ ସ୍ଥାପନ କରିପାରିବ? ଏହା କେବଳ ସମ୍ବଲପୁର ପାଇଁ ନୁହେଁ, ବରଂ ବିକାଶ ରାସ୍ତାରେ ଆଗଉଥିବା ଅନେକ ସ୍ଥାନ ପାଇଁ ଏକ ବଡ଼ ପ୍ରଶ୍ନ, ଆଉ ଏହାର ଉତ୍ତର ଭବିଷ୍ୟତ ହିଁ ଲେଖିବ।